ମୁଁ ହେଲେ ଶ୍ରୀ ଅଚ୍ୟୁତାନନ୍ଦ ଦାସ ଏ ଗ୍ରାମର ବାସିନ୍ଦା ଅଟେ। ଏଠି ତ ପ୍ରଥମେ ଏଠି ଖାଲି ଗଛମୂଳେ ଠାକୁର ରହୁଥିଲେ। ଆମର ଗ୍ରାମର ସଞ୍ଜନୀ ବାବୁ, ହାପି ବାବୁ, ନଟ ବାବୁ, ସଦା ବାବୁ ଗାଁର କିଛି ମାନେ ଯୁବକମାନେ ଆସି ପ୍ରଥମେ ଏଠି ଠାକୁରଙ୍କ ପାଖରେ ରାସ୍ତା କରି ମନ୍ଦିରଟିଏ କରିଥିଲେ। ମନ୍ଦିର ତାପରେ କିଛି ଦିନ ପରେ ବେଢାଟି ସାଧାରଣ ଭାଙ୍ଗିଗଲା। ତା ଭିତରେ କୁକୁର ପଶିଲେ। ଏଠି ଆମର ମାନ୍ୟବର ବିଧାୟକକୁ ଆମେ ଜଣେଇଥିଲୁ, ମାନ୍ୟବର ବିଧାୟକ ଆକାଶ ନାୟକକୁ ଆମେ ଜଣେଇଥିଲୁ। ସେ ତାଙ୍କ ପାଣ୍ଠିରୁ 9 ଲକ୍ଷ ଟଙ୍କା ଦେଇଥିଲେ। ଦେଲା ପରେ ଏଠି ସୁନ୍ଦର ବେଢା ନିର୍ମାଣ କରାଯାଇଛି। ତା ସାଙ୍ଗରେ ଦୁଇଟି ସୁନ୍ଦର ଗେଟ୍ ମଧ୍ୟ ନିର୍ମାଣ କରାଯାଇଛି। ଆଉ ଗତ ଅକ୍ଟୋବର ମାସରୁ 6 ମାସ ଧରି ଏଠି ବିଭିନ୍ନ ମୂର୍ତ୍ତି ମାନେ ଆସିକି ଶିଳ୍ପୀ ମାନେ ଆସି ବିଭିନ୍ନ ସୁନ୍ଦର ସଜ୍ଜିତ ମୂର୍ତ୍ତି ସବୁ ନିର୍ମାଣ କରିଛନ୍ତି। ମାସ ମାସ ଧରି ନିର୍ମାଣ କରିଛନ୍ତି। ତା ସହିତ ଏଠି ବିଶେଷ କରି ମାନେ ଲାଇଟରେ ମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇକି ଏଠି ସୁନ୍ଦର ଭାବରେ ଯୋଉ ଲାଇଟ୍ କରାଯାଇଛି ରାତିରେ ଏ ଜାଗା ଏତେ ଆକର୍ଷଣ ଦେଖୁଛି, ଲୋକ ଯିଏ ବସିବ ଉଠି ଯିବାକୁ ଇଚ୍ଛା କରିବ ନାହିଁ। ଫ୍ଲୋର ମାନେ ସେଇ ସରକାରୀ ପାଣ୍ଠିରେ ଫ୍ଲୋରିଂ କରାଯାଇଛି, ଆଗରେ ଚଟାଣ କରାଯାଇଛି। ବହୁତ ସୁନ୍ଦର ସନ୍ଧ୍ୟା ବେଳ ଦୃଶ୍ୟ ବହୁତ ମନୋହର। ଯାହାଙ୍କର ଏଇ ଯୋଉ ଅନୁଦାନ ଫଳରେ ମନ୍ଦିରଟି ସୁନ୍ଦର ହେଇଯାଇଛି ଆଉ ଆକର୍ଷଣୀୟ ମଧ୍ୟ ହେଇଯାଇଛି। ଏଥିପାଇଁ ସାରା ଗ୍ରାମବାସୀ ମାନେ ମାନ୍ୟବର ବିଧାୟକ ସାକ୍ଷାତ ଦାସଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛନ୍ତି। ମୋ ନାଁ ସଦାନନ୍ଦ ମାଝୀ। ତାଙ୍କର କାମ କିଛି ହେଇନଥିଲା। ଏଇ ଯେଉଁ ଆଜି ଆମର ହେଉଛି ପକ୍କା ଥିଲା, ସେଇଟା ଫାଟି ଫୁଟିଗଲା। ଏଇଟା ତ କୁକୁର ପଶୁଥିଲେ। ତାପରେ ଆମେ ବିଧାୟକ କହିଲା ପରେ ସେ କିଛି ଟଙ୍କା ଆମକୁ ସାକ୍ସନ୍ କରିଥିଲେ। ଆମେ ଏଇଟା କଲର୍ କଲୁ, ବେଢ଼ା କଲୁ, ତାପରେ ମୂର୍ତ୍ତି ସରଗମ କଲୁ, ତାପରେ କଲର୍ କରିକି ଲାଇଟ୍ ଫାଇଟ୍ ସବୁ ଦେଇଛୁ। ଫେବର୍ ମଧ୍ୟ ପକେଇଛୁ, ଗାର୍ନାଇଟ୍ କରିଛୁ। ଗୁଡ଼େ ପଇସା ଖର୍ଚ୍ଚ ହେଇଛି। ଆଉ ଆମେ ଆକାଶ ଦାସକୁ ଏତିକି ଆମ ବୀରବାଗୁତି କମିଟି ତରଫରୁ ଆମେ ଧନ୍ୟବାଦ ଜଣାଉଛୁ ଯେ ସେ ଯାହା ହଉ ଆମକୁ ଏତେ ସାହାଯ୍ୟ କରିଥିଲେ।